ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଜ ହୃଦୟକୁ ପରୀକ୍ଷା କରନ୍ତି ଏବଂ ପଚାରନ୍ତି ଯେ ସେମାନଙ୍କ ସମ୍ପ୍ରଦାୟର କୌଣସି କ୍ଷତି କରନ୍ତି କି ନାହିଁ। ଯେପରି ଯୀଶୁ ସମସ୍ତ ଲୋକଙ୍କୁ କ୍ଷମା କରିଥିଲେ, ଯେମାନେ ତାଙ୍କୁ କ୍ରୁଶବିଦ୍ଧ କରିଥିଲେ, ଆମେ ମଧ୍ୟ ପରସ୍ପରକୁ କ୍ଷମା କରିବାକୁ ବାଛୁ। ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଲୁକ 23:34। କ୍ଷମା ହେଉଛି ଆମ ସମ୍ପ୍ରଦାୟର ପ୍ରକୃତ ଶକ୍ତି। ଯେତେବେଳେ ଆମେ କ୍ଷମା କରୁ, ଆମେ ସମ୍ପର୍କକୁ ସୁସ୍ଥ କରୁ, ପରିବାରକୁ ସୁରକ୍ଷା ହେଉ ଏବଂ ଏକତାକୁ ବଜାୟ ରଖୁ। ପରସ୍ପର ପ୍ରତି ଦୟାଳୁ ଏବଂ କରୁଣାପୂର୍ଣ୍ଣ ହୁଅ। ପରସ୍ପର କ୍ଷମା କରୁ, ଯେପରି ଖ୍ରୀଷ୍ଟଙ୍କ ଠାରେ ପରମେଶ୍ୱର ତୁମକୁ କ୍ଷମା କରିଅଛନ୍ତି। ଏଫେସୀୟ 4:32। ଏହା ଭଲ ଖବର ଯେ ଆମ ଗ୍ରାମରେ ଅଧିକାଂଶ ବିବାଦ ପୁଲିସ ଷ୍ଟେସନ କିମ୍ବା କୋର୍ଟକୁ ନ ଯାଏ ନିଜ ନିଜ ମଧ୍ୟରେ ସମାଧାନ କରାଯାଏ। ମାମଲା ଦାୟର କରିବା ପ୍ରାୟ ଗଭୀର ବିଭାଜନ ସୃଷ୍ଟି କରେ ଏବଂ ପରିବାରକୁ ଜୀବନ ପାଇଁ ଶତ୍ରୁରେ ପରିଣତ କରିପାରେ। ତୁମମାନଙ୍କ ମଧ୍ୟରେ କ'ଣ ଝଗଡ଼ା ଏବଂ କଳହ ସୃଷ୍ଟି କରେ ନାହିଁ? ଏଗୁଡ଼ିକୁ କ'ଣ ତୁମର ଭିତରେ ଯୁଦ୍ଧ କରୁଥିବା ଇଚ୍ଛାରୁ ଆସିନାହିଁ? ଯାକୋବ 4:1। ତେଣୁ ଆମେ ଯଥାଶୀଘ୍ର କ୍ଷମା କରୁ, କାରଣ କ୍ଷମା ଦେବାର ବିଳମ୍ବ ଦୁଃଖକୁ ବୃଦ୍ଧି କରେ। ପରସ୍ପର ସହିତ ସହ୍ୟ କର ଏବଂ ପରସ୍ପରକୁ କ୍ଷମା କର। ପ୍ରଭୁ ଯେପରି ତୁମକୁ କ୍ଷମା କରିଅଛନ୍ତି, ସେହିପରି କ୍ଷମା କର। କଲୋସ୍ୟ 3:13। ସେଥିପାଇଁ ଆମର ଗ୍ରାମକୁ ମକଦ୍ଦମା ମୁକ୍ତ ଘୋଷଣା କରାଯାଇଅଛି। ଯଦି କେହି ତୁମ ସହିତ ଝଗଡ଼ା କରିବାକୁ ଆସେ, ତେବେ କ୍ରୋଧରେ ଉତ୍ତର ଦିଅ ନାହିଁ। ସେହି ବ୍ୟକ୍ତିଙ୍କ ପାଖକୁ ଯାଅ, ଶାନ୍ତିରେ କଥା ହୁଅ ଏବଂ ସେମାନଙ୍କ ସହିତ ବନ୍ଧୁତା କର, ଯାହା ଦ୍ୱାରା ତୁମେ ଉଭୟ ମକଦ୍ଦମା ଦ୍ୱାରା ହେଉଥିବା ଯନ୍ତ୍ରଣା ଏବଂ କ୍ଷତିରୁ କ୍ଷମା ପାଇପାରିବ।